ଆଜି ଏଇ ୱାର୍ଲଡ ମଦର୍ସ ଡେରେ ବୋଉ ପାଇଁ ଦୁଇଟି କ୍ଷୁଦ୍ର କବିତା ମୁଁ ଉପହାର କରୁଛି। କବିତାର ଶୀର୍ଷକ ବୋଉ। ନୟନ ଯୁଗଳ ଅନନ୍ତ ସାଗର ଛୁଇଁ ଦେଲେ ଝରିଯାଏ, ପଣନ୍ତ ତୋହର ଜହ୍ନର ଜୋଛନା ନୀତି ପ୍ରତି ଢାଳୁଥାଏ। ହସ୍ତ ଦ୍ୱୟ ତୋର କୁବେର ଭଣ୍ଡାର ନାହିଁ ତାର ପଟାନ୍ତର, କିଏ ସେ ତତେ ଲୋ ଗଢ଼ିଛି ଜନନୀ ମର୍ତ୍ତ୍ୟରେ କି ତାର ଘର? ମୃତ୍ୟୁ ପରାଜିତ କରିଥାଏ ଯେବେ ତୋ କୋଳରେ ଥାଏ ଶୋଇ, କି ଯାଦୁ ଜାଣିଛୁ ଜୀବନ ଯନ୍ତ୍ରଣା ନିମିଷକେ ଦେଉ ଧୋଇ। ଈଶ୍ୱରଙ୍କର ତୁ ଶ୍ରେଷ୍ଠ ଉପହାର ବିକଳ୍ପ ଯାହାର ନାହିଁ, ସୃଷ୍ଟି ଆରମ୍ଭରୁ ମମତା ବାଣ୍ଟୁଛୁ ପ୍ରତ୍ୟାଶା କିଛି ନାହିଁ। ବୋଉଲୋ ନୀରବ ଅନ୍ଧାରେ ଏବେ ଚିହ୍ନା ଚିହ୍ନା ଆଲୋକର ଭିଡ଼, ତଥାପି ନିପୀଡ଼ିତ ମୋ ହୃଦୟ ଗାଏ ତୋ ସ୍ମୃତିର ଗଜଲ। ତୋ ପ୍ରୀତି ତୋ ସ୍ପର୍ଶ, ତୋ ପ୍ରୀତି ତୋ ସ୍ପର୍ଶ, ତୋ ଅପେକ୍ଷାରେ ସଜାଡ଼ିଛି ଛିନ୍ନ ବୀଣା, ତୋଳିବାକୁ ତୋ ସ୍ମୃତି ମଧୁର ମୂର୍ଚ୍ଛନା। ତଥାପି କାହିଁକି ଆଜି ସମୟ ବଇରି ସାଜେ, ଇଚ୍ଛା ମତେ କିଛି ମତେ କରିବାକୁ ମନା। ମେଘମୁକ୍ତ ଆକାଶରେ ପୁଞ୍ଜା ପୁଞ୍ଜା ତାରକାଙ୍କ ଭିଡ଼, ଯେମିତିକା ମନ ଖୋଜେ ତୋ ମମତା କୋଳ। କ୍ଳାନ୍ତ ଏଇ ଶରୀର ମୋ ଖୋଜେ ଖାଲି ତୋ ନରମ ଛୁଆଁ, କ୍ଳାନ୍ତ ଏଇ ଶରୀର ମୋ ଖୋଜେ ଖାଲି ତୋ ନରମ ଛୁଆଁ। ତଥାପି ହୋଇଛି ଆଜି ମୁଁ ଅସ୍ପୃଶ୍ୟ ଅଛୁଆଁ।